ଜଣେ ବେପାରୀ ଗୋଟେ ସପ୍ତାହରେ ବିଭିନ୍ନ ଦିନରେ କେତୋଟି ଆମ୍ବ ବିକିଥିଲେ ତାହା ଦର୍ଶାଯାଇଛି। ଦେଖ, ଏଠାରେ ଆନୁଭୂମିକ ଅକ୍ଷରେ ଆମେ ସପ୍ତାହର ପ୍ରତ୍ୟେକ ଦିନର ନାମ ଲେଖିଛେ ଏବଂ ଉଲମ୍ବ ଅକ୍ଷରେ ଫଳ ସଂଖ୍ୟା ଦେଖେଇଛେ। କିପରି? ଚିତ୍ର ସାହାଯ୍ୟରେ। ଏଠାରେ ଆମେ ଆମ୍ବର ଚିତ୍ର ନେଇଛେ ଏବଂ ପ୍ରତ୍ୟେକ ଚିତ୍ର 10ଟି ଆମ୍ବକୁ ବୁଝାଏ। ତେଣୁ ପିଲାମାନେ କୁହ, ସୋମବାର ଦିନ କେତୋଟି ଆମ୍ବ ବିକ୍ରି ହେଇଛି? ଗୋଟିଏ ଚିତ୍ର, ତେଣୁ 10। ଏବେ ମଙ୍ଗଳବାର ଦିନ କେତୋଟି ଆମ୍ବ ବିକ୍ରି ହେଇଛି? ପ୍ରତ୍ୟେକ ଚିତ୍ର 10ଟି ଆମ୍ବକୁ ବୁଝାଉଛି, ତେଣୁ 10 ଯୁକ୍ତ 10 20, 20 ଯୁକ୍ତ 10 30, ତେଣୁ 30ଟି ଆମ୍ବ ବିକ୍ରି ହେଇଛି। ବୁଧବାର ଦିନ ଦେଖ 5ଟି ଚିତ୍ର ଦେଇଛି, ତେଣୁ 10 ଯୁକ୍ତ 10 20, 20 ଯୁକ୍ତ 10 30, 30 ଯୁକ୍ତ 10 40, 40 ଯୁକ୍ତ 10 50, ତେଣୁ 50ଟି ଆମ୍ବ ବିକ୍ରି ହେଇଛି। ଗୁରୁବାର ପାଇଁ 2ଟି ଚିତ୍ର ଅଛି, ତେଣୁ 10 ଯୁକ୍ତ 10 20, 20ଟି ଆମ୍ବ ବିକ୍ରି ହେଇଛି। ଶୁକ୍ରବାର ଦିନ ପାଇଁ 4ଟି ଚିତ୍ର ଅଛି, ତେଣୁ 10 ଯୁକ୍ତ 10 20, 20 ଯୁକ୍ତ 10 30, 30 ଯୁକ୍ତ 10 40, ତେଣୁ 40ଟି ଆମ୍ବ ବିକ୍ରି ହେଇଛି। ଶନିବାର ପାଇଁ 2ଟି ଆମ୍ବ ଚିତ୍ର ଦେଇଛି, ତେଣୁ 10 ଯୁକ୍ତ 10 20, 20ଟି ଆମ୍ବ ବିକ୍ରି ହେଇଛି। ଏବେ ରବିବାର ପାଇଁ 6ଟି ଚିତ୍ର ଦେଇଛି, ତେଣୁ 10 ଯୁକ୍ତ 10 20, 20 ଯୁକ୍ତ 10 30, 30 ଯୁକ୍ତ 10 40, 40 ଯୁକ୍ତ 10 50, 50 ଯୁକ୍ତ 10 60, ତେଣୁ 60ଟି ଆମ୍ବ ବିକ୍ରି ହେଇଛି। ଏବଂ ଆମେ ଏମିତି ନ ମିଶେଇକି ଆମେ ଗୁଣିକି ବି କରିପାରିବା, କାରଣ ଏଠି 6ଟି ଆମ୍ବ ଚିତ୍ର ଅଛି ଏବଂ ପ୍ରତ୍ୟେକ ଚିତ୍ର 10ଟି ଆମ୍ବକୁ ବୁଝାଉଛି। ତେଣୁ 10ରେ ଆମେ 6କୁ ଗୁଣିଦେବା। 10ରେ 6 ଗୁଣିଲେ କେତେ? 60। ସେପରି 10ରେ 2ଟି ଚିତ୍ର 2 ଗୁଣିବା 20, 10ରେ 4 ଗୁଣିଲେ 40, 10ରେ 2 ଗୁଣିଲେ 20। ଏଠି 5ଟି ଚିତ୍ର ଅଛି, 10ରେ 5 ଗୁଣିଲେ 50। ବୁଝିପାରୁଛ? ଏବେ ଆମେ ଏ ପ୍ରଶ୍ନର ଉତ୍ତର କରିବା। ଏବେ ପ୍ରଶ୍ନ ହେଉଛି, କେଉଁ ଦିନ 40ରୁ ଅଧିକ ଆମ୍ବ ବିକ୍ରି ହେଇଛି? ଦେଖ, କେଉଁ ଦିନ 40ରୁ ଅଧିକ ଆମ୍ବ ବିକ୍ରି ହେଇଛି? ବୁଧବାର ଦିନ ହେବ, ତେଣୁ ଲେଖିଲି ବୁଧବାର। ଶୁକ୍ରବାର ଦିନ ହେବ? ହେବନି, କାରଣ 40ରୁ ଅଧିକ ଆମ୍ବ ବିକ୍ରି ହେଇଥିବା ଦରକାର। ଶୁକ୍ରବାର ଦିନ 40ଟି ଆମ୍ବ ବିକ୍ରି ହେଇଛି, 40ରୁ ଅଧିକ ନୁହେଁ, ତେଣୁ ଶୁକ୍ରବାର ହେବ ନାହିଁ। ଏବେ ଶନିବାର ତ ହେବନି, ରବିବାର ହେବ, କାରଣ 60 40ରୁ ଅଧିକ, ତେଣୁ ବୁଧବାର ଏବଂ ରବିବାର ଦିନ 40ରୁ ଅଧିକ ଆମ୍ବ ବିକ୍ରି ହେଇଛି। ଏବେ ଆମେ ଆଉ ଗୋଟେ ପ୍ରଶ୍ନ ଦେଖିବା। ରବିବାର ଦିନ ବିକ୍ରି ହେଇଥିବା ଆମ୍ବ ସଂଖ୍ୟା ଗୁରୁବାର ଦିନ ବିକ୍ରି ହେଇଥିବା ଆମ୍ବ ସଂଖ୍ୟା ଠାରୁ କେତେ ଅଧିକ? ରବିବାର କେତୋଟି ଆମ୍ବ ବିକ୍ରି ହେଇଛି? 60ଟି, ତେଣୁ ଲେଖିଲି 60। ଗୁରୁବାର କେତୋଟି ଆମ୍ବ ବିକ୍ରି ହେଇଛି? 20। ଏବେ ରବିବାର ଦିନ ବିକ୍ରି ହେଇଥିବା ଆମ୍ବ ଗୁରୁବାର ଦିନ ବିକ୍ରି ହେଇଥିବା ଆମ୍ବ ଠାରୁ କେତେ ଅଧିକା? 60ରେ 20 ଆମେ ଫେଡ଼ିଦେଲେ ଜାଣିଦେବା। 60ରେ 20 ଫେଡ଼ିଲେ 40, ତେଣୁ 40ଟି ଅଧିକ ଆମ୍ବ ବିକ୍ରି ହେଇଛି ରବିବାର ଦିନ। ଏବେ ଆମେ ଆଉ ଗୋଟେ ପ୍ରଶ୍ନ କରିବା। ଏଠାରେ ଆମ ପାଖରେ ଆଉ ଗୋଟେ ଚିତ୍ରଲେଖ ଦେଇଛି। ଏହି ଚିତ୍ରଲେଖରେ 5 ଜଣ ବହି ବ୍ୟବସାୟୀ ବିକିଥିବା ବହି ସଂଖ୍ୟା ଲେଖ ଚିତ୍ରରେ ଦିଆଯାଇଛି। 100 ଖଣ୍ଡ ବହି ପାଇଁ ଆମେ ଏଇ ଗୋଟିଏ ଛବି ନେଇଛେ, ଛବି ବା ଚିତ୍ର ନେଇଛେ। ରାମ ଏଠି କେତୋଟି ବହି ବିକିଛନ୍ତି? 3ଟି ଚିତ୍ର, ତେଣୁ 100 ଯୁକ୍ତ 100 200, 200 ଯୁକ୍ତ 100 300, ତେଣୁ ରାମ 300ଟି ବହି ବିକିଛନ୍ତି। ଅର୍ଜୁନ କେତୋଟି ବହି ବିକିଛନ୍ତି? 2ଟି ଚିତ୍ର, ତେଣୁ 100ରେ ଆମେ 2 ଗୁଣି ପାରିବା, ନହେଲେ 100କୁ 2 ଥର ମିଶାଇ ପାରିବା। କେତେ ହେବ? 200। ଏବେ ଗୋପାଳ କେତୋଟି ବହି ବିକିଛନ୍ତି? ଚିତ୍ର ଦେଇଛି 5ଟି, ତେଣୁ 100ରେ ଆମେ 5 ଗୁଣି ପାରିବା, ନହେଲେ 100କୁ 5 ଥର ମିଶାଇ ପାରିବା, ପାଇବା 500। ଏବେ ଜ୍ୟୋତି କେତୋଟି ବହି ବିକିଛନ୍ତି? 4ଟି ଚିତ୍ର, ତେଣୁ 100 ଗୁଣନ 4, 400। 100ରେ 100 ମିଶାଇଲେ 200, 200ରେ 100 ମିଶାଇଲେ 300, 300ରେ 100 ମିଶାଇଲେ 400। ଏବେ ହରି କେତୋଟି ବହି ବିକିଛନ୍ତି? ଗୋଟେ ଚିତ୍ର, ତେଣୁ 100। ଏବେ ପ୍ରଶ୍ନ ହେଉଛି, କମ୍ରୁ ଅଧିକ ବିକ୍ରି ହେଇଥିବା ବହି ସଂଖ୍ୟା ଅନୁଯାୟୀ ବ୍ୟବସାୟୀମାନଙ୍କ ନାମକୁ କ୍ରମରେ ଲେଖ। ସବୁଠାରୁ କେଉଁ ବ୍ୟବସାୟୀ କମ୍ ବହି ବିକିଛନ୍ତି? ହରି 100ଟି, ତେଣୁ ପ୍ରଥମେ ମୁଁ ଲେଖିବି ହରି, ତାପରେ ଅର୍ଜୁନ ହେବ 100 ପରେ 200, ଲେଖିଲି ଅର୍ଜୁନ। ଏବେ 200ଠୁ ଟିକେ ବଡ଼ 300, ତେଣୁ ରାମ ଲେଖିବା, ରାମ 300ଟି ବହି ବିକିଛନ୍ତି। ଏବେ 300ଠୁ ବଡ଼ ଟିକେ 400, 400ଟି ବହି କିଏ ବିକିଛନ୍ତି? ଜ୍ୟୋତି, ତେଣୁ ରାମ ପରେ ଆମେ ଲେଖିବା ଜ୍ୟୋତି ଏବଂ ଶେଷରେ ଲେଖିବା ଗୋପାଳ 500ଟି, କାରଣ ଗୋପାଳ ସବୁଠାରୁ ଅଧିକ ବହି ବିକିଛନ୍ତି, ତେଣୁ ଆମେ ଶେଷରେ ଲେଖିଲେ ଗୋପାଳ। ବୁଝିପାରିଲ? ଆଉ ଗୋଟେ ପ୍ରଶ୍ନ ଦେଖ। କେଉଁ ବ୍ୟବସାୟୀ ରାମଠାରୁ ଅଧିକ ଏବଂ ଗୋପାଳ ଠାରୁ କମ୍ ସଂଖ୍ୟାର ବହି ବିକିଛନ୍ତି? ରାମଠାରୁ ଅଧିକ ଅର୍ଥାତ୍ 300ରୁ ଅଧିକ ବହି ବିକିଥିବେ ଏବଂ ଗୋପାଳ ଠାରୁ କମ୍ ଅର୍ଥାତ୍ 500ରୁ କମ୍। 300ରୁ ଅଧିକ 500ରୁ କମ୍ କିଏ ବିକିଛନ୍ତି? ଅର୍ଜୁନ ତ 200ଟି ବିକିଛନ୍ତି, ହେବନି। ହରି ଦେଖ 100ଟି ବିକିଛନ୍ତି, ହେବନି। ଜ୍ୟୋତି ହେବ, ଜ୍ୟୋତି ବିକିଛନ୍ତି 400ଟି ବହି, ତେଣୁ 400ଟି 300ଠୁ ଅଧିକ ଏବଂ 500ରୁ କମ୍, ତେଣୁ କିଏ ବିକିଛନ୍ତି? ଜ୍ୟୋତି, ତେଣୁ
ବ୍ୟବସାୟୀଙ୍କ ନାମ ହେବ ଜ୍ୟୋତି।